ପ୍ରେମ ଅପ୍ରେମ। ଲେଖକ ଜଗଦୀଶ ମହାନ୍ତି। ପଢ଼ି ଶୁଣାଉଛନ୍ତି ପ୍ରକାଶ ଚନ୍ଦ୍ର ରାଉତ। ଆହତ ଅର୍ଜୁନ। ବାଁ ହାତର ମଣିବନ୍ଧ ଉପରେ ସମୟଟା ଅଳସ ଭାଙ୍ଗୁଛି। ସଞ୍ଜୟ ଏଥରକୁ ମିଶାଇ 3 ଥର ଅନେଇ ସାରିଲାଣି, କିନ୍ତୁ ସମୟଟା ସ୍ଥବିର, ସ୍ଥିତପ୍ରଜ୍ଞ ଭଳି ନିର୍ବିକାର। କିଛି କ୍ଷଣ ପୂର୍ବରୁ ଗୌତମୀ ଉଠିଯାଇଛି ଏ ଘରୁ। ଆର ଘରୁ ମାଉସୀ ଅର୍ଥାତ୍ ଗୌତମୀର ମା ଡାକିଲେ ତାକୁ, ଆଉ ସେ ଉଠିଗଲା। ତାଙ୍କ ଗଳାର ସ୍ୱରରେ ଥିଲା କିଛି ବିରକ୍ତି, କିଛିଟା ରାଗ। ସଞ୍ଜୟ ଅନୁମାନ କରିପାରିଥିଲା ଆଗାମୀ ପରିସ୍ଥିତିକୁ। ଗୌତମୀ ଉଠିଗଲା ପରେ ଆର ଘରୁ କିଛି ଶବ୍ଦ ଭାସି ଆସିଲା, ଅସ୍ପଷ୍ଟ ଶବ୍ଦ। କିଛି କ୍ଷଣ ଧରି ସଞ୍ଜୟ ଅନୁମାନ କରିପାରିଲା ମାଉସୀଙ୍କ ସାଙ୍ଗରେ ଗୌତମୀର ତର୍କ ଚାଲିଛି। ଉତ୍କଣ୍ଠାରେ ସେ କାନେଇଲା, କିନ୍ତୁ ଶବ୍ଦଗୁଡ଼ିକ ଅସ୍ପଷ୍ଟ ହେଇ ରହିଗଲେ। କିଛି କ୍ଷଣ ପରେ ଆର ଘରୁ କଥାବାର୍ତ୍ତା ବନ୍ଦ ହେଇଗଲା। ସମସ୍ତେ ଚୁପଚାପ। ଗୋଟେ ନିସ୍ତବତା ଘରଯାକ ଖେଳିଯାଇଛି ଦ୍ୱିପହର ବେଳେ। ଗୌତମୀ ଅବଶ୍ୟ ଚିଠିରେ ସାବଧାନ କରିଦେଇଥିଲା ନ ଆସିବା ପାଇଁ। ଏବେ ଗୌତମୀ ଖୁବ୍ ସତର୍କ ହେଇଯାଇଛି, କିନ୍ତୁ ସଞ୍ଜୟ ଯେତେ ସତର୍କ ହେଲେ ବି ଗୌତମୀକୁ ଦେଖିବାର ଇଚ୍ଛା ଚାପି ରଖିପାରେନି। ତେଣୁ ଆଜିର ଅପ୍ଡେରେ ସେ ଭଦ୍ରକ ଚାଲି ଆସିଥିଲା। ଅବଶ୍ୟ ଗୌତମୀକୁ ଜଣାଇବାର ସମୟ ନଥିଲା ସେତେବେଳେ, ଭଦ୍ରକରେ ପହଞ୍ଚିବା ପୂର୍ବରୁ। ଆଉ ଗୌତମୀକୁ ଦେଖା କରିବା କଥା କହିଲେ ସେ ନ ଆସିବା ପାଇଁ ମନା ହିଁ କରନ୍ତା। ତା ଛଡ଼ା ଆଜି ସକାଳ ସୁଦ୍ଧା ଭଦ୍ରକ ଆସିବାର କୌଣସି ପ୍ରୋଗ୍ରାମ ନଥିଲା। ସକାଳରୁ ସଞ୍ଜୟ ଉଠିଯାଇଥିଲା ଠିକ୍ ସମୟରେ। ଦାନ୍ତ ଘଷିଥିଲା, ଦାଢ଼ି ଖିଅର ହେଇଥିଲା, ଗାଧୋଇଥିଲା। ତାପରେ ରାମନନାର ହୋଟେଲରେ ବସି ଚା ପିଇଲା ବେଳେ ହଠାତ୍ ତାର ମନେ ପଡ଼ିଗଲା ଯେ ଆଜି ଅପ୍ଡେ ହେଇଥିବାରୁ ଦିନଟାକୁ ସାଧାରଣ ଭାବରେ ନ କଟାଇ କିଛି ପ୍ରୋଗ୍ରାମ କରିବା ଉଚିତ। ଠିକ୍ ସେତିକିବେଳେ ତାର ମନେ ହେଇଥିଲା ଭଦ୍ରକ ଯାଇ ଗୌତମୀକୁ ଚମକେଇ ଦେବାର ପ୍ରୋଗ୍ରାମ। ବସାକୁ ଫେରି ସାର୍ଟ ପ୍ୟାଣ୍ଟ ବଦଳାଇ ଓଏମ୍ପି ଛକକୁ ଧାଇଁଥିଲା ସଞ୍ଜୟ। ସେଠାରୁ ଟ୍ୟାକ୍ସିରେ ଭଦ୍ରକ। ଗୌତମୀର ଘରେ ପହଞ୍ଚିଲା ବେଳକୁ ଦିନ 11ଟା। ଗୌତମୀ ସ୍ମାର୍ଟ ପଞ୍ଜାବୀଟା ପିନ୍ଧିଥିଲା। ସଞ୍ଜୟ ଯେତେଥର ଗୌତମୀକୁ ତାଙ୍କ ଘରେ ଭେଟିଛି ଠିକ୍ ଏମିତି ସ୍ମାର୍ଟ ପଞ୍ଜାବୀ ପିନ୍ଧା ଅବସ୍ଥାରେ। କଲେଜକୁ କିମ୍ବା ବାହାରକୁ ଯିବା କଥା ହେଲେ ଗୌତମୀ ସାଲୱାର ପଞ୍ଜାବୀ ପିନ୍ଧେ। ସେହିଭଳି ଅବସ୍ଥାରେ ସଞ୍ଜୟ ତାକୁ ମାତ୍ର ଥରେ ଦେଖିଛି। ଗୌତମୀ ପ୍ରାୟ ଶାଢ଼ୀ ପିନ୍ଧେ ନାହିଁ। ଥରେ ସନ୍ଧ୍ୟାବେଳେ ଗୌତମୀ ଶାଢ଼ୀ ପିନ୍ଧି ତୁଳସୀ ଚଉରା ତଳେ ସନ୍ଧ୍ୟାଦୀପ ଦେଉଥିବା ବେଳେ ତାକୁ ଦେଖିଥିଲା ସଞ୍ଜୟ। ସଞ୍ଜୟକୁ ଦେଖି ଅନାମିକା, ଗୌତମୀର ସାନ ଭଉଣୀ, ଡ୍ରଇଂ ରୁମ୍ ଭିତରକୁ ପଶିଯାଇ ଗୌତମୀକୁ ଖବର ଦେଇଥିଲା। ଡ୍ରଇଂ ରୁମ୍ରୁ ବାହାରି ଆସି ସଞ୍ଜୟକୁ ଅପ୍ରାସିତ ଭାବରେ ଦେଖି କିଛି କ୍ଷଣ ଚୁପ୍ ହେଇ ଠିଆ ହେଲା। ସଞ୍ଜୟ ବୁଝିପାରିଲା ନାହିଁ ଗୌତମୀର ମୁହଁରେ ରକ୍ତ ସବୁ ଜମା ହେଇଯାଉଛି କିମ୍ବା ମୁହଁରୁ ଓହ୍ଲେଇ ଯାଉଛି। କିଛି କ୍ଷଣ ମାତ୍ର, ତାପରେ ହସି ଦେଇ ଡାକିଲା, ଭିତରକୁ ଆସ। ଭିତରେ ଅର୍ଥାତ୍ ଡ୍ରଇଂ ରୁମ୍ରେ ବହିର ହାଟ। ସୋଫା ସେଟ୍ ଉପରେ, ଚଟାଣରେ, ଟେବୁଲରେ ସବୁଆଡ଼େ ବହି। ବହିଗୁଡ଼ିକ ଉଠାଇ ଅନାମିକା ହାତରେ ଦେଉ ଦେଉ କୈଫତର ସ୍ୱରରେ ଗୌତମୀ କହିଲା, ଇକୋନୋମିକ୍ସ ନୋଟ୍ କରୁଥିଲି। ସଞ୍ଜୟ କିଛି ଉତ୍ତର ଦେଲାନି। ସୋଫା ସେଟ୍ ଉପରେ ବସିପଡ଼ି ପକେଟରୁ ରୁମାଲ କାଢ଼ି ମୁହଁ ପୋଛି ନେଲା। ସିଲିଂ ଫ୍ୟାନ୍ଟାକୁ ଅନ୍ କରିଦେଇ ଗୌତମୀ ସଞ୍ଜୟ ଆଡ଼କୁ ଅନାଇ ହସିଦେଲା ଓ ସଞ୍ଜୟକୁ କିଛି କହିବାର ସୁଯୋଗ ନ ଦେଇ ଘରୁ ବାହାରିଯିବା ବେଳେ କେବଳ ଏତିକି କହିଦେଲା ଯେ, ବସିଥା, ମୁଁ ଟିକେ ଆସୁଛି। ସଞ୍ଜୟ କିନ୍ତୁ କଟକରୁ ଟ୍ୟାକ୍ସିରେ ଚଢ଼ିଲା ପରେ ଅନେକ କିଛି କଳ୍ପନା କରିନେଇଥିଲା। ଭାବିଥିଲା ଗୌତମୀ ହୁଏତ ଆଜି ତାକୁ ଦେଖିଲା ପରେ ରାଗିଯାଇ ପଚାରିବ, ତମକୁ ପରା ଆସିବା ପାଇଁ ମନା କରିଥିଲି, ପୁଣି ଆସିଲ? ସଞ୍ଜୟ କହିବ, ତମକୁ ନ ଦେଖିଲେ ମୁଁ ଯେ ବଞ୍ଚିପାରିବିନି ଗୌତମୀ। ତମେ ଯେ ମୋର ଚୈତ୍ର ସନ୍ଧ୍ୟାର ମଲ୍ଲୀ ଫୁଲ। ଗୌତମୀର ଧୈର୍ଯ୍ୟ ଭାଙ୍ଗି ଯାଇଥିବ। କହିବ, ତମକୁ କେମିତି ବୁଝେଇବି? ତମେ କ'ଣ ଚାହଁ? ଆମ ସମ୍ପର୍କ ଏଇଠୁ ପୂର୍ଣ୍ଣଚ୍ଛେଦ ପଡ଼ୁ? କବିତାଟା ଜୀବନ ନୁହେଁ ସଞ୍ଜୟ। ତାପରେ ସଞ୍ଜୟର ଶୁଖିଲା ମୁହଁକୁ ଦେଖି ପାଖକୁ ଆସି ଅସଜଡ଼ା ବାଳକୁ ସଜାଡ଼ି ଦେଇ କହିବ, ଏଇ ରାଗିଗଲ ମୋ କଥାରେ? ଏଇ ସୁନାଟା ପରା ଏମିତି ରାଗନ୍ତି। ତାପରେ ଯେଉଁ ଦୃଶ୍ୟଗୁଡ଼ିକ ସଞ୍ଜୟ ଭାବିଥିଲା ସେଗୁଡ଼ିକ ଯେତିକି ରୋମାଣ୍ଟିକ୍ ସେତିକି ବ୍ୟକ୍ତିଗତ, କିନ୍ତୁ ସଞ୍ଜୟକୁ Sample complete. Ready to continue?